ସକାଳେ ଯାଇକି ଟିକେ ଜଳଖିଆ ଫଳଖିଆ ଧରିକି ଆଇଲେନି ଗଲେ ଖାଇଦେଇ କାମକୁ ଯିବି ଆଉ। କିଏ ଖାଏ ଜଳଖିଆ? ଜଳଖିଆ କିଏ ଖାଇବ? କ'ଣ ଖାଇ ସେଟା ମେଡ଼ିସିନ ମୁଁ ଖାଇବି ମେଡ଼ିସିନ ଖାଇବି ରଖେ ଏଇଖିଆ ଖାଇବିନି ତୁ ରଖେ ମେଡ଼ିସିନ ମେଡ଼ିସିନ ଅଛି ଖାଇନି ଆଉ ଖାଇକି ରଖୁନୁ ଦେଇଦେଇଛୁ କ'ଣ ସିଏ ଦେଖିକି ଆଣିଲା ର ଥାଉ ଦେ ମୋତେ ମୁଁ ଖାଇଦେଇକି ଯିବି କାମ। ଜଳଖିଆ 70 ଟଙ୍କା। ବିଛଣା ଉଠା ହେଇନି ଏତେ ପର୍ଯ୍ୟନ୍ତ ଏଇ ଟୁକା ଏବେ ଉଠିଲା ବୋଧେ ମିକୁ ଉଠିଲୁ ଏବେ ମିକୁ ଶୋଇଥିଲା ତେଲ ଫାଟିଯିବ ତେଲ 80 ଟଙ୍କା 78 ଟଙ୍କା ଫାଟିଯିବ ଖାଇବୁ ନା ଇଟିଲି ଖାଇ ହଉ ଦେବି କ'ଣ କହୁଛୁ ଇଟିଲି କିଏ ଖାଇବ କୁରୁକୁରି ମାଗୁଛି ନାଇଁ ତମେ ଜାଣିନ ତାରି କଥା ନାଇଁ ଇଟିଲି ଖାଇସାରେ ବାହାନା କରିଦେବେ ଆଇ ଟିକେ ବରା ଇଟିଲି ଖାଇବା ସେ ଥାଉ ପରେ ମୋବାଇଲ ଦେଖିବି ସକାଳୁ ମୋବାଇଲ ଦେଖିବ ବୋଲି ଏଇ ବରା କିଏ ଖାଇ ବରା ଧରି ଖା ଇଟିଲି ଦେ ବରା ଦେ ନା ତ ଟିକେ ଖାଇବୁ ବରା ନା ଇଟିଲି ଏଇ ଦେଖ ଇଟିଲି ଦେଖା ଇଟିଲି ଫାଳେ ଦେଖା ଖାଉଛି ଯେ ଟିକେ ନାଙ୍କୁ ଦେଖେ ନା ଇଟିଲି ନା ସେ ହାତରେ ଖାଲି ଧରିବନି ଇଟିଲି ଖାପ କିନା ଖାଇବ ହେଇଥାନ୍ତି ସେ ଠିଆ ହେଇଛି ଦେଖୁନ ଦେଖ ଏମିତି ଖାପ କିନା ଖାଇବ ଖାଉ ମାନ ତମକୁ ଇଟିଲି କେତେଟା ଦେବେ ଦିଟା ଦେବି ଇଟିଲି ବରା ହନେ ଇଟିଲି ମୁଁ ଖାଇବିନି ମତେ ପୁରୀ ଦେ ହଁ ପୁରୀ ତ ତମର ଆସିଛି ନଉନ ତାକୁ ଖୁଆଇଲେ ଖାଇବ ହାତରେ ଦେ ସେ ପଦା ଖୁଆଇବ ମୁଁ ଖାଇଦେଇ ମୋର ଯାଏ ତାକୁ ଖୁଆଇଥାଇ ବସେଇକି ନିଅ ଦେଖ ସକାଳେ ଯାଇଥିଲି ବଜାରରୁ ଇଟିଲି ତରକାରୀ ଟିକେ ଧରିକି ପଳେଇ ଆଇଲି ଆସିକି ସେମାନେ ମୋର ଖାଇଦେଇକି ମୁଁ ମୋର କାମ କଲି ସେମାନେ ତା ରୋଷେଇ କରିବ ଆଉ ମୁଁ କାମ କରିବି ମୋର ପଳେଇଲି କମ୍ପାନୀ ଭିତରକୁ ଏବେ କମ୍ପାନୀ ଭିତରକୁ ଆସିଗଲି ଏବେ କାମ କରିବା ଆଉ ଆମ ପୁଅ ପଛ ହେଉଛି ମୁଁ ଆସିବ ନା ପୁଅ ପଛ ଆସିବ ସେ ଖାଲି ଆଉଛି ଏଇଠି ବସିକି ମୁଁ ମୋର କାମ କରିବି ସେଟା ବସିକି ମୋବାଇଲ ଦେଖିବ ସେ ସେଇ ବାହାନା ରାନ୍ଧିବ ପଛ ଆଜିର କମ୍ପାନୀ କାମ ଏତିକି ଶେଷ ଆଉ ନାହିଁ ପୁରା ରେଡ଼ି କରି ରଖିଦେଲି 10-12ଟା 13ଟା ଅବସ୍ଥା ହେଲା ଆଜି କରିଦେବା ରଖିଦେଲି କାଲି ଯିବ ଗୋଦାମ ଆଇସ ଝାଡ଼ଖଣ୍ଡ ମାରିକି ରେଡ଼ି କରିଦେଲି ଆଉ ଆଜି କମ୍ପାନୀ ଆଉ କିଛି ନାହିଁ ଶେଷ ଏବେ ଯିବା କାଠ ଅଳ୍ପ ଯିବା କାଠ ଧରିକି ଆସିବା ଅଳ୍ପ କାଲି ପାଇଁ କାଠ ନାହିଁ ଦେଖିବା କେତେ କାଠ ଅଛି ଅଳ୍ପ କାଠ ହେଇଥିଲା ଯିବା କାଠ ଧରିକି ଆସିବା ଆଉ ଏତିକି କାଠ ପଡ଼ିଛି ହେବନି କାଲି ପାଇଁ ହେବନି କାଠ ଯିବା କାଠ ଦେଇକି ଆସିବା ଏଠି ଆଜି ବନ୍ଦ କାମ ହେଇନାହିଁ କାଲିର ମାଲ ଯେଉଁଗୁଡ଼ା ଥିଲା ସେଇଗୁଡ଼ାକ ସବୁ ଓଜନ କରି ପ୍ୟାକିଂ କରି ବସ୍ତା କରି ଥୋଇଦେଲି ଆଉ ଏଗୁଡ଼ା କାଲିକି ଦିଆଯିବ ଏ ମାଲ ଗୁଡ଼ାକ ପୁରା ମଇଦାରେ ମୋ ମୁହଁ ପୁରା ଧଳା ହେଇଯାଇଛି ପୁରା ମଇଦା କାମ ନା ପୁରା ଧଳା ଦେଖାଯାଉଛି ମୋ ପୁଅ କାଠ ଧରିକି ଆସିଲେ ଗାଧେଇବି ଆଉ ପିଆ ହେଇନି ଖାଇସାରି ତାର କାଠ ଧରିକି ଆସିକି ଗାଧେଇବି ଏକାଥରେ ଆଉ ଏବେ ଯିବା କାଠ ଆଣିବାକୁ ଗେଟ୍ ଫେଟ୍ ଦେଇକି ପଳେଇଲିଣି ଆଉ ଯିବା କାଠ ଧରିକି ଏବେ ଯାଉଛି ପୁଣି ଫୋନ୍ ଆସିଲାଣି ଗୋଟେ ଭାଇକି ନେଇକି ଦେବା ଚାଉମିନ୍ ଫାଷ୍ଟଫୁଡ଼୍ ଦୋକାନ ତାଙ୍କର ଖାଇଦେଇକି ଯିବା ଆଉ ସେମାନେ ସିମ ଆଗ ରାନ୍ଧିକି ନା ସିଝେଇ ଦେଇଥିବେ ଏଇଟା
ସୀମା ତୁ ରାନ୍ଧିଛୁ ନା ସିଝେଇ ଦେଇଛୁ? ହଁ ମୁଁ ତ ସେମିତି ଲାଗୁଛି। ରୋଷେଇବାସ କରିପାରୁନୁ ତ କାହିଁକି ରୋଷେଇ କରୁଛୁ କହିଲୁ? ଶୁଣୁ ସୀମା ତରକାରୀ ଗୁଡ଼ା ସବୁ ଦେଖା ସିଝିଲା ଭଳିଆ। ଭାତ ଯାଉ ମଣିଷ କାମ କରିକି ଆସି ଶାନ୍ତି ନାହିଁ, ଟିକେ ଖାଇବାର ଶାନ୍ତି ନାହିଁ, ଶୋଇବାର ଶାନ୍ତି ନାହିଁ। ହଁ ଆଉ ତୁ ଠିକ୍ କରିଦେବୁ ନେଇ ପଳେଇ ଆସିବୁ। ଭାତ ରହିଲା, ତରକାରୀ ରହିଲା, ଖାଇଦେବୁ। ବର୍ଷା ଉଠେଇଥିଲା, ଏବେ ଖରା ଟିକେ ଟିକେ ହେଇଥିଲା, ପୁଣି ବର୍ଷା ଉଠିଲାନି। କାଲିଠୁ ବର୍ଷା ଲାଗିକି ରହିଛି, ଆଜି ସକାଳୁ ଟିକେ ଟିକେ ହେଇଥିଲା, ଛାଡ଼ି ଯାଇଛି ବର୍ଷା। ଭାତ ଖାଇକି ଆସିଲି, ଖାଇକି ଯିବା ଏବେ। ସେ ଭାଇ ଯେଉଁ ଫୋନ୍ କରିଥିଲେ ତାଙ୍କ ଦେଇକି ଫାଷ୍ଟଫୁଡ଼ ଦୋକାନ ଅଛି ତ, ତାଙ୍କୁ ଚାଉମିନ ଦେଇକି ଗୋଟେ ଆସିବ। ଆଉ ଖାଇବା ଟିକେ ଶିବାନୀ ଆଜି ଟିକେ ଭଲ କରିଥିଲା ଯେ, ଶିବ ତରକାରୀ ଆଣିଥିଲା ଯେ ଏତେ ଭଲ ଲାଗିଲାନି। ଶିବାନୀ କହିଲି ଯେ ଶିବ ତରକାରୀ ଭଲ ହେଇନି, କହୁଛି ଆଉ ଗୋଟେ ଭାଇ ଶିବାନୀ କହିଲା। ଖାଇନି, ପଳେଇ ଆଇଲି ଦେଇକି ଆଇଲି। ତାପରେ ସନ୍ଧ୍ୟାକୁ ଦେଖି କ'ଣ ଜଳଖିଆ ଟିକେ ଖାଇଦେବା ଆଉ। ଖାଇବା କମ୍ ଖାଇଛି ନା, ଭୋକ ଲାଗିବ ସନ୍ଧ୍ୟାକୁ। ଛାଡ଼ ଏବେ ଯିବା, ଚାଉମିନ ନେଇକି ଯିବା। ସେ ତାଙ୍କର ନେଇକି ଗଲେ ସିଝେଇବେ ନା ଫାଷ୍ଟଫୁଡ଼ ଦୋକାନ, ସନ୍ଧ୍ୟାକୁ ବେପାର କରିବା। ଏବେ ଯିବା ଚାଉମିନ ତା ଦୋକାନ ପାଖରେ ଆସି ପହଞ୍ଚିଲି, ଦେଇକି ପଳେଇବା। କୁଆଡ଼େ ଗଲ? ହେଇଗଲା, ପଳେଇବା ଆଉ। ଜିତୁ ଭାଇ ନାହାନ୍ତି କି? ନାହାନ୍ତି, ଦେଲି ଏବେ ପଳେଇବା ଆଉ। କହିଥିଲି ଗାଡ଼ିରେ ଚାର୍ଜର ନେବା ପାଇଁ, ଚାର୍ଜର ନେଲି, ତା ସାଙ୍ଗରେ ଆମ୍ବ ବେଲ ଦୁଇଟା ଧରିକି ହେଇକି ପଳେଇଲି। ତାର ଏପଟେ ଗଛ ସବୁ ଅଛି ନା, ଆମ୍ବ ବେଲ ଗଛ ସବୁ। ଦେଖନ୍ତୁ ଆମ୍ବ ବେଲ ନେଇକି ଯାଉଛି। ଗାଡ଼ିରେ ଚାର୍ଜ ନାହିଁ, ଗାଡ଼ିରେ ଦୁଇଟା ଅଛି, ଚାର୍ଜର ନେଇକି ଯାଉଛି। ଚାର୍ଜର ଏଇଠି ଥୋଇଛି, ଧରିକି ଗଲେ ଚାର୍ଜ ବସେଇ ଗାଡ଼ି ଆଉ। ଆମ୍ବ କୋଉଠି ବଡ଼ଟେ ଦେଖୁନା କୋଉଠି? କେମିତି ଜାଣିବେ? ଏଠି ଯୋଉ ଗୋଟେ ଆମ୍ବ ହେଇଛି ସଡ଼କ ତାଙ୍କ ଗଛର, ତାଙ୍କୁ ଦେଖିଲେ ପାଟି କରି ବଡ଼ ଆମ୍ବଟେ ହେଇଛି। ଏ ଗଛର ସବୁଠାରୁ ଏଇଟା ବଡ଼ ଆମ୍ବ। ଏଇଟା ବଡ଼ ଆହୁରି ଅଛି ଭାଇ, ଆଡ଼େ ବଡ଼ ବଡ଼ ଆମ୍ବ ଅଛି। ଆମ୍ବ ବରକୋଳି ହେଇଛି। ଶୁଣନା ଆମ୍ବ ତାଙ୍କ ଗଛ, ତାଙ୍କ ଗଛ ତୁ କେମିତି ନା ଦେଖିନା ପାଟି କରି ସେ ଗଛ ପାଣି ଦଉଛି ନାଇଁ ସନ୍ଧ୍ୟାବେଳେ। ତୁ ଆମ୍ବ ଖାଇ ଚୋରି କରି ମୁଁ ଦିଟା ଆମ୍ବ ଆଣିଛି ଭାଇ। ଲଣ୍ଡା ଯୋଉ ଥିଲା ଦେଇଥିଲା, ଏଇ ଆମ୍ବ ବଢ଼ିଆ ମିଠା ଲାଗୁଥିଲା। କଞ୍ଚା ଆମ୍ବ ଗୁଡ଼ା ବଢ଼ିଆ ମିଠା। ମୁଁ ଦିଟା ଆମ୍ବ ଆଣିଛି, ସେ ଆମ୍ବ ଖାଇଲେ କ'ଣ ହବନି? ମାଛ ଖାଲି ଆମ୍ବ ଚକର ବୁଝୁନି ଗୋଟେ ଇଏ ମିକୁ କ'ଣ ସେଇଟା? ଏଇଟା ଆମ୍ବ। ତାଙ୍କ ଗଛ ପୁରା ପାଣି ଦଉଛି ସବୁବେଳେ। ସବୁବେଳେ ପାଣି ଦଉଛି। ଗୋଟେ ସପୁରି ହେଇଛି, ହଁ ଏଇ ସପୁରି ହେଇଛି, ଏଇଠି ସପୁରି ହେଇଛି ମାନେ ଏଇଠି ସପୁରି ହେଇଛି ତାଙ୍କର।
ପୁରା ସେ ପୁରା 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 ବଗିଚା କରି ପୁରା ରଖିଛନ୍ତି ଜାଗାଟାକୁ। ବରକୋଳି ଗଛ, ଆମ୍ବ, ହଁ ବହୁତ ଆମ୍ବ ହେଇଛି ତ। ବୁଢ଼ୀ ଆମ ତ ଏଇ ମାଉସୀ ଆମ ତ ଭଣ୍ଡା ଲଗେଇଛି ଆଉ। ଭଣ୍ଡା କଦଳୀ ଗଛ, ଘର ଚାରିପଟେ କେତେ ସାପ ବେଙ୍ଗ ସବୁ କେତେ ଆମ୍ବ ଏଇଠି ନେଥା ନେଥା ହେଉଛି। ହେଲେ ପର ଗଛ ନା ହାତ ମାରି ଦେଖିବା ପାଟି କରି ତାଙ୍କର ସବୁବେଳେ ତ ଅଧେ ଦିନ ଅଧା ଗୋଟେ ଲଙ୍ଗଳା କରିକି ଧରିକି ତୁ ଖା ନା ଆମ୍ବ। ଆମର ଯେଉଁ ଡବାଟା ଥିଲା ଏଇଠି ବାନ୍ଧିକି ଆଣ, ଏଇଟା ପାଇବ, ଏଇଠିକି ପାଇବ। ଦେଖିନା ପାଟି କରି ଜାଣିପାରୁନୁ। ଗୋଟିଏ ତାଙ୍କ ଘର ଏଇଟା, ଏଇ ଘରଟା ଠାସ କରିକି ଥିବ। ଗୋଟିଏ ଗୋଟିଏ ତୁ ଆଉ କହ ନା କହିଦେ ବାପା ଗୋଟିଏ, କହିଦେ ବାପା ଗୋଟିଏ ଆଣିଲି। ଇଏ ଆମ୍ବ ଖାଇବ ବୋଲି ଦୌଡ଼ି ଦୌଡ଼ି ଆଇଛି ଏତେ ବାଟ। କହିଦେ ବାପା ଗୋଟିଏ, କହିଦେ ବାପା। ଶିବାନୀ ଗୋଟେ ଆମ୍ବ ହେଇଛି ଗଛର ବଡ଼ ଆମ୍ବଟେ ତ ଶିବାନୀ ତାକୁ ଖାଇବ ବୋଲିକି ଜିଦି କରୁଛି। ମୁଁ ଯଦି ଆମ୍ବ ଧରିକି ଆଇଛି ତଥାପି ଜିଦି କରୁଛି। ମୁଁ ଯାଉଛି ଗୋଟେ ବୋତଲ ପଡ଼ିଛି, ବୋତଲ କାଟିକି ନେଇକି ଗୋଟେ ନକିରେ ଏଇ ଯେଉଁ ଡାଳରେ ବାନ୍ଧିକି ତାକୁ ତୋଳିବି। ଏଇ ବୋତଲ ହବ ତାକୁ କାଟିବି ମଝିରୁ କାଟିକି ଦେଖାଉଛି କେମିତି ତୋଳିବି ମୁଁ ଦେଖାଉଛି। ଛୁରୀ ଏଇଟା ହେମଦସ୍ତା କଟିବ ମାଡ଼ି ମାଡ଼ି କାଟ କଟିବ। ଗୋଟେ କାମ କରୁନ, ଗ୍ୟାସ୍ ଲଗାଅ, ଗ୍ୟାସ୍ ଲଗେଇକି ଗରମ କରିକି ଇଏ କର। ନା ବୁଢ଼ା ଯଦି ଦେଖେ ସେ ତୁ ବୁଝିବେ, ତୁ ପାଟି କରେ ତୁ ବୁଝିବୁ। ମୁଁ କ'ଣ କହୁଛୁ? ତମେ ବେଗି ବେଗି ତୋଳିକି ଆଣୁନ ହରି ଗୋଟେ ଚୋରି କରିବା ଗାଁରେ ଥିଲେ କେତେ କାବାରିରୁ ଆମ୍ବ ଚୋରି କରିଥାନ୍ତେ। ତମ ପଟେ ବହୁତ ଆମ୍ବ ହେଇଛି। ଆମ ଏପଟେ ଆମ ସେପଟେ ଏଇ ଆମ୍ବ ଦିନ ଆସିଲେ ଆମ୍ବୁଲ କରିକି ଖାଲି ବିକନ୍ତି, ଆମ୍ବ ସରା କରିକି ବିକନ୍ତି। ବାବା କେଡ଼େ ଜୋରେ ସାଉଣ୍ଡ କରୁଛୁ, ଦୌଡ଼ିକି ଆସିବେ କ'ଣ ସାଉଣ୍ଡ ହଉଛି। ସେମିତି କ'ଣ ଗୋଲ କରିକି କାଟୁନ, ଲମ୍ବା କାହିଁ କାଟୁଛୁ? ଏମିତି କ'ଣ ବା ତମେ ଯେତିକି ବଡ଼ ଆଣୁଛ ସେ ଝରକାରେ ପଶିବନି। ହବ ନା କାଢ଼ିକି ହବ। ଏତିକି ବଡ଼ଟା ଝରକାରେ ପଶିବନି, ଏତିକି ବଡ଼ଟା ଝରକାରେ ପଶିବନି। ଏତିକି ବଡ଼ ବୋତଲଟେ ପଶିବ, ସରୁ ବୋତଲଟେ ହେଇଟା ପଶିବନି। ହେଇଟା ଆଣୁନ, ହେଇଠି ଯେଉଁ ଅଛି ଛୋଟଟା ହେଇଟା ପଶିବ ଝରକାରେ, ଏଇଟା ପଶିବନି ଟୋଟାଲ ଝରକାରେ। ବୋତଲଟା ରଖିଥିଲି ବୋଲି କାମରେ ଆସିଲା। ଦେଖୁନ ଏଇଟା ଏବେ ପଶେଇକି ଦେଖୁନ ଝରକାରେ ପଶୁଛି କି ନାହିଁ, ତାପରେ କହିବ। ଗୋଟେ ମିଶନ କ୍ୟାନସଲ ହେଲା ନା କ'ଣ? ଆଉ ଗୋଟେ ମିଶନ ଚାଲିଲା। ଗ୍ୟାସଟା ବେକାର ସରିଲା।
2 ଟଙ୍କାର 5 ଟଙ୍କାର ସରିବ। ଭାବିଛନ୍ତି କାଟ ଏମିତି କ'ଣ କାଟୁଛ କହିଲ ନଷ୍ଟ ହେଇଯିବ। ମୁଁ ଆରେ ସାଧା ସିଧା କ'ଣ ମୁଁ ଯେମିତି କରିଥିଲି ଯେଉଁ ଡବାଟା କରିଥିଲି ଅଧାରୁ କାଟିଦିଅ ସେମିତି କର। ଗୋଟେ କାମ କର ହେଇ ଅଧାରୁ କାଟିଦିଅ ତା ତଳକୁ ଟିକେ ଗୋଟେ ଗୋଡ଼ ଏଇ ଯେଉଁ ଗୋଲ କଣାଟେ କରିଦିଅ ଯେମିତି ଏଇ ବାଡ଼ିଟା ପଶିଲା ଭଳିଆ ପଶିକି ବାନ୍ଧିଲା ଭଳିଆ। ହଉ ଠିକ୍ ଅଛି କେଉଁ ଆଇଡ଼ିଆରେ କରୁଛ କର ଆଣିଲେ ଗଲା ଯେଉଁ ଆଇଡ଼ିଆରେ କରୁଛ କର। ଧନ ବସେ ରହ ସୁନା ତୁ ବସୁନୁ। ଏତେ କାହିଁ କାଟୁଛ? ଇଏ କି ଆଇଡ଼ିଆ ମୁଁ ଜାଣିପାରୁନି। ଲାଗିବ ଡେମ୍ଫଡ଼ା ଲାଗିବ ଏଇଠି ଟାଣିବି ଛିଡ଼ିକି ପଳେଇ ଆସିବ। ହଁ ନା କ'ଣ ଦେଖିବୁ ଚାଲଛୁ ନା ମିକୁ ଚାଲ। ଯଦି ଆମ୍ବ ଆଣିଲ ହରି ଗୋଟେ ଫୁଟି ଆଣିକି ଦେବ ସେଇ ଖୁସିରେ ତମ ମିଶନଟା ସକ୍ସେସ୍ ହେବ ନା ତମେ ସକ୍ସେସ୍ ହେବ ସେଇ ଖୁସିରେ ତମେ ଗୋଟେ ମିଠା ମିଠା କହୁଛି ବାଉଳିରେ ଥଣ୍ଡା ଦେବ ଫ୍ରୁଟି। ଏଇ କୁଦିବୁ ଗଗକୁ ଯାଇଛି ଏପଟେ ଏପଟେ ରହିଥା ପାଟି କନା ଏଠି ଆଉ ଯାନା କୁଆଡ଼େ ମିକୁ ଯାନା ପାଟି କରିକି ଯାନା। ଦେଖିକି ବସିଛନ୍ତି ଛାତ ଉପରେ ତାଙ୍କର ଭିଡ଼ିବ ଯଦି ଏଇଠୁ ଖସିଯିବ ସରିଗଲା। ବାନ୍ଧି ଦେଉନ ସେଥିରେ ଆଉ ଭିଡ଼ିଲା ବେଳେ ଖସିଯିବ। ସୁଇଟ୍ ହେଇ ଦେଖୁନ ହେଇ ତାଙ୍କ ଛାତ ଉପରେ ସେ ବସିଛନ୍ତି। ଏପଟେ ତମେ ଏଇ ସିଧା ଏପଟ ସାଇଡ଼ରେ ତମେ ଆଣ ଘରେ ମିକୁ ନା ଏଇ ଝରକାଟା ଦେଇଦିଅ ଏପଟଟା ଦେଇଦିଅ ଏପଟଟା ଖୋଲା କର ଏପଟେ ଆଣ। ଇଏ ସାଙ୍ଗେ ସାଙ୍ଗେ ଗୋଟେ ଆଣିଲେ ସରିଗଲା ଆମର। ଏଇ ଆମ୍ବ ଗଛଟା ବଢ଼ିଆ ମିଠା। ପାଟି କରିବେ ଦେଇଦଉନ ପୁରା ହଁ ଦେଇଦେଉ ଦେଖିବା। ହଁ କ'ଣ ଏଇଟା ବାହାରି ପଡ଼ିବ ବାନ୍ଧ ନହେଲେ ବାହାରି ପଡ଼ିବ। କେଉଁଥିରେ ବାନ୍ଧିଲ କାହିଁ ଇଏ କ'ଣ ସୂତା କ'ଣ ଏଇଥିରେ ବାନ୍ଧୁଛ? ଇଏ ଡବାରେ ଲଗେଇକି ବାନ୍ଧୁନ ଏଇଠିକି ଦବା କେଉଁଠି ଧନ ଯାନା ମାରିବେ ଯାନା। ହେ କୁଳି ଦରକାର ନାହିଁ ତମ ଯେଉଁ କାମରେ ଯାଇଛ ସେଇ କାମକୁ ଯାଅ। ପାଟି କନ ବାଡ଼େଇବେ ଦେଖାଯିବନି। ହେଇ ଆମ୍ବଟା ଆଣ ତମେ ଏତେ ଇଏ କରନି ଗୋଟିକ ଆମ୍ବ ଆଣ ଆଉ କିଛି ମା କରନି। ଫଟା ଆଣ ବାବା ଲୋ ବୁଦ୍ଧି ଏଇଟା ରଖିଥାଉ ଏଇ ଅନା ଏଇଟା ରଖିଥାଉ ଯେତେବେଳେ ଆମ୍ବ ପାଚିବା ଆଣିବା ଗୋଟେ ଥାଉ ଖୋଳଟା ଥାଉ। ଏଇଟା ଆଣ ଖୋଲିକି ଆଣ ହରି ନହେଲେ ମାଉସୀ ଦେଖିଲେ ନେଇଯିବ। ବୋତଲଟା ଆଣ ହରି ଆଣ ଏଇ ବାଡ଼ିଟା ଏଇଠି ରଖିଦେବ ଖୋଳଟା ଆଣ ହରି ଡବାଟା ଆଣ ହରି। ହଁ ଆସ ଘରକୁ ଚାଲ ଆସ ପଳେଇ ଆସ। ଏଇ ଗୋଟେ ଦେଖିବା ଯଦି ମିଠା ଲାଗିବ ତାହେଲେ ଆଣିବ ଗୋଟେ ନହେଲେ ନାହିଁ।
ଏଇଟା ରଖିଥିବ ଆମ୍ବ ପାଚିଲେ ଗୋଟେ ଆଣିବା ଚାଖିଆ କେମିତି ଲାଗୁଛି ତାଙ୍କର ମିଠା କି ଖଟା ପାଚିଲେ। ଆସୁନା ଆମ୍ବ ଚୋରି କଲି ଇଏ ଆମ୍ବ କାଟିବ ଏବେ। ଚୁର ମତେ ଏଇ କରୁଛି ସବୁବେଳେ। ତୁ କିଏ? ହଁ ଚାଲ ଲାଇ ଯା। ହଁ ହଁ ତମ ଲାଇଟ୍ ଆମ୍ବ ଦମିକି ତୁ ଆମ୍ବ ଖାଇବୁ? ମୁତିଛି କୋଉଠି ବୋଧେ ଏଇ ଆମ୍ବ ଖଟ ଉପରେ ବସ ମିକୁ ଆମ୍ବ ମାମା କାଠିଆରୁ ଖାଇବା। ହଁ ଖଟ ଉପରେ ବସେ। ଚୋପା ଛଡେଇବି ନା ସେମିତି ଚୋପା ଛଡେଇବି? ହଁ ଚୁପା ଛଡ଼େଇବୁନି କଷା ଲାଗିବ। ଚୁପା ଛଡ଼ା ଏ କଷ ଲାଗିଲେ ଘା ହେଇଯିବ ହାତ। ଚିରି ବସୁଛି ପନିକି ଦେଖିକି। ତାକୁ ମନା କର ସିଆଡେ ଘୁଞ୍ଚିବ। ମିକୁ ସିଆଡ଼େ ପଛକୁ ବସେ ଆଗକୁ ବସନା। ମାମା ଆମ୍ବ କାଟି ସାରୁ ତୁ ଖାଇବୁ। ମୁଁ ତ ସାର୍ ଚୁର କରିଦେଉଛି ନା ବୁଢ଼ା ଯଦି ଦେଖିବ ମୋ ଗୋଡ଼ ଭାଙ୍ଗିବ ମୋର। ମୁଁ ଯାଉଛି ତାଙ୍କ ଘର ଦ୍ୱାର ମୁଁ ସେଇପଟ ଦେଇକି ଯାଉଛି ଧରି ମୋତେ ବାଡ଼େଇବ। ଆମ୍ବ କଥା ଭାବିଲେ ଲୁଣ ଲଙ୍କା କଥା ଭାବିଲେ ଦାନ୍ତ ଛିଡ଼ି ଯାଉଛି ତୋର ନା ପଥର ଘଷି ଦେଉନି। ଗାଁରେ ଥିଲେ ଏମିତି ଚୋରି କରିବା କଥା ନାହିଁ। ଗାଁରେ ତ ଗଛରେ ଖସିକି ପଡୁଥିବ କି ଗୋଟେ ମାନେ ବହୁତ ନା ବହୁତ ହେଲେ କିଏ କେତେ ଆଣିବ। ଏଇଠି ମିଳୁନି ଆମ୍ବ। ହଁ ଟାଙ୍କୁଆ ହେଇଛି ବୋଧେ ଏକାଟିକି। ଦେଖ ଟାଙ୍କୁ ହେଇଥିଲେ କଟି ନଥାନ୍ତା। ଏବେ ଖସି ହେଇଛି ଆଉ ଟାଙ୍କୁଆ କୋଉଠୁ ହବ। ଖାଇବୁ ତ ଦେଖିଲୁ ଖାଇବୁ। ବାସ୍ନା ତ ପେଟ ପୁରି ଯାଉଛି ନା। ଦେଖିଲା ଦେଖିଲା ଲୁଣ ଆହୁରି ମଝିରୁ ପିସ୍ ପିସ୍ କରେ। ରୁହ ମୁଁ ଦେଖେ ଆଗ ଖଟା କି ମିଠା। ଏଟା ଖଟା ଆମ୍ବଟା ନା ଖଟା ନା ମୁଁ କହୁନି କନା ମିଠା ଆମ୍ବ କ'ଣ ଲାଭ ହେଲା। ମିଠା ଲାଗୁଛି ମୁଁ କିଛି ଖାଇନି ମାନେ ପାଟି ପୁରା ବନ୍ଦ ହେଇଯାଉଛି ନା କିଛି ଖାଇନଥିବ ହଠାତ୍ ଖାଇଲେ ଖଟା ଲାଗିବ। ମିଠା ଆମ୍ବଟା କରେ ଖଟା ଆମ୍ବ ମୁଁ ଆରଥର ଖାଇଛି। ଏ ଗଛର ଆମ୍ବ ଆର ବର୍ଷଠୁ ହେଇଛି। ଏଇଟା ଲଗେଇ 2 ବର୍ଷ ହେଲା ଗଛର ଆମ୍ବ। ଲୁଣ ଲଙ୍କା ଜିରା ଗୁଡ଼ା ଖାଏ ଭଲ ଲାଗିବ। ମୁଁ ଖାଇବିନି ଲୁଣ ମତେ ଖାଲି ତମେ ଖାଇବ ବୋଲି କାଟିଦେବି। ହଁ ଦେ ସରୁ ସରୁ କରିକି ଦେ ଗୋଟେ ଲୁଣ ଲଙ୍କା ଜିରା ଟିକେ ଗୁଳା। ଏମିତି ସରୁ ସରୁ ଏଇ ଆମ୍ବଟା କୋଉଠୁ ଆଣିବ? ଏଟା ମାଉସୀର ଗଛ। ଖଟା ନା ମିଠା? ସେଟା ସେଇ ଘଟା କ'ଣ ହେଲା ମିକୁ ଫିଙ୍ଗି ଦେଲା ଖାଇଲାନି। ଖଟା ଲାଗୁଛି ଆଉ ଏଇଟା ତ ପକେଇଦେବୁ ଏଇଟା କୋଉଠୁ ରଖିଦେବି ମୋ ପାଇଁ କ'ଣ ଖାଇକି ତମ ବାହାରୁ ଲଙ୍କା ଗୁଳେଇ ଦେବି। ଦେଲ ଏଇଟା ଜିରା ଗୁଣ୍ଡଟା ଲଙ୍କା ଗୁଣ୍ଡଟା ଜିରା ଲଙ୍କା ଗୁଣ୍ଡ ଯେଉଁଟା ଲୁଣଟା କାହିଁ ତମେ ଖାଉଥିଲ ସେପଟେ ଅଛି ଖାଉଥିଲ ଆଣିନ ଆଣି ସେପଟୁ ଦେଖ ଜିରା ଗୁଣ୍ଡ ଏତିକି ନା ଆଉ ଦେବି ଗୋଟେ ଜାଗାରେ ପକେଇଲୁଣି ତାପରେ କ'ଣ ସେମିତି ନୁହଁ ଗୋଳେଇ ଦେବି ବା ଗୋଳେଇ ତଳେ ପକେଇବ ଅଲଗା ଦେବି ତମେ କହୁଛ ଲୁଣ ଲଙ୍କା ମୁଁ ଭାବିଥିଲି ୟା ଉପରେ ଛିଞ୍ଚିକି ତମେ ଗୋଳେଇବ ଏମିତି କରିବି। ଗଲା ସେ ଲୁଣ ଆଣିବ ଯାଇକି ଆମକୁ ଆଇଲା କ'ଣ ଲୁଣ ଆଣିବୁ ଯା ଲୁଣ ଆଣିବୁ ଗଲୁ ମିକୁ ଏଇ ଘରେ ସେପଟେ ଅଛି ଲୁଣ ନେଇକି ଆସିବୁ ଯା ସେପଟେ ଅଛି ମିକୁ ଲୁଣ ନେଇକି ଆଇଲୁ ଯା ମିକୁ ଲୁଣ ଆଣେ କେତେ ଲୁଣ ଲଙ୍କା ପକେଇବୁ
ଗୋଟେ ଲୁଣ ଆଣେ। ଏ ମାମା ଗଲା ଯା ଲୁଣ ନେଇକି ଆସିବୁ ଯା। କ'ଣ ସେଟା ଖାଇଦେଲୁ? କ'ଣ ଖୁଣ୍ଟିକି ଖାଇଦେଉଛୁ? ହଁ କ'ଣ ପଡ଼ିଥିଲା ଗୋଟେ ଖୁଣ୍ଟିକି ଖାଇଦେଲା। ଅଲଗା ଦେବି ଲୁଣ ଅଲଗା ଦେ। ଧର ଚାଲ କୁଆଡ଼େ ଚାଲ? ଖାଇବ ସେଠି ବେଶୀ ଏଇଥିରେ ଗୁଳା ଅଛୁ ତୁ ଖାଇବୁନି କି? ଖା। ନାଇଁ ମୁଁ ଏଇଟା ଖାଇବିନି। ଆଉ ତ ପୁଡ଼ିଆ ଖିଆ ପାଟିକି ବେଶୀ ଖଟା ଲାଗିବ। ମାଲୋ କେମିତି ଖାଉଛ କିଛି ଦେଖୁନି। ତମ ଖିଆ ଦେଖିଲେ ମୋ ଦାନ୍ତ କ'ଣ ହେଇଯାଉନି। ଅବସ୍ଥା ଖରାପ ହେଇଯାଉଛି ମୋର ଖାଇଲା ବେଳକୁ। ମୁଁ ଖାଇବିନି। ବହୁତ ଖଟା ବହୁତ ଖଟା। ବେଲଟା କଞ୍ଚା ନା ପାଚିଲା? କଞ୍ଚା। ଖାଇଦେଲା କି ଲଙ୍କା ଦେଖିଲ? ନା ଖାଇବନି। ଆମ୍ବ ଖିଆ ଏତିକି ଥାଉ ମୁଁ ଖାଇପାରିବିନି। ସେଟା କ'ଣ ଖାଉ ତାକୁ ଦେ ଦିଟା। ତା ପାଇଁ ଆସିଥା ତୁ ଖାଉଛୁ। ରାଗ ଖଟା ଖା ଖା। ଗିନା ଦେବି ଗିନା ଖାଏ। ସବୁ ପ୍ରକାର ମିଶାଇକି ଦେବେ। ଦେ ତାକୁ ମିଶାଇକି ଖାଉ। ଖାଲି ନାଲିର ମିଳୁନି ୟାକୁ? ହଁ ନା ନା ଖାନା ସବୁ ମିଶାଇକି ଦେ। ଏଇ ଲଙ୍କା ବି ଲଙ୍କା ଏଇ ଛଡ଼ା କରୁନ ତମେ। ସେ ସବୁ ନେଇଗଲାଣି। ଏଇ ଶୁଣିଲ ଏଇଟା ଖାଲି କଲର ଗୋଟିଏ କଲର ମିଳୁନି ନା ନାଲିଟା ଭଲ ଲାଗୁଛି ବେଶୀ। ଆଉ ସବୁ କଲର ଗୁଡ଼ା ଅଲଗା ଅଲଗା ବାସୁନା। ରାଗି ଦେବା କୁଆଡ଼େ ନେ ନେ ଯା ମାମା ତମେ ଯା କିଏ ଖାଇବ? ଯା ଚେରି ଆଣି ଖାଇବ ଯା। ଖିସମିସ୍ ଦେଲୁନି ତାକୁ। ଖିସମିସ୍